ହୀରାକୁଦର ନିଷିଦ୍ଧ ଅଞ୍ଚଳରେ ଉଡ଼ିଲା ଡ୍ରୋନ୍। ହୀରାକୁଦ ନିଷିଦ୍ଧ ଅଞ୍ଚଳରେ ଉଡ଼ିଲା ଡ୍ରୋନ୍। ହୀରାକୁଦ ଜଳଭଣ୍ଡାରରେ ଆଜି ଗେଟ୍ ଖୋଲାଯାଇଥିବା ସମୟରେ ଡ୍ରୋନ୍ ଉଡ଼ାଇଲେ ବ୍ଲଗର। ବ୍ଲଗର ଡ୍ରୋନ୍ ଉଡ଼ାଇବା ସହ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏପରିକି ଡ୍ୟାମ୍ର ସବୁ ଆଙ୍ଗେଲ ଭିଜୁଆଲ ନିଆଯାଇ ସୁରକ୍ଷା ବ୍ୟବସ୍ଥାର ଧଜ୍ଜିଆ ଉଡ଼ାଇଛନ୍ତି ବ୍ଲଗର। ଡ୍ୟାମ୍ ଉପରେ ଭିଜୁଆଲ, ସ୍ପିଲୱେ ଭିଜୁଆଲ ଓ ଡ୍ୟାମ୍ ଉପରେ ଥିବା ରାସ୍ତା ଉପରେ ମଧ୍ୟ ଡ୍ରୋନ୍ ଉଡ଼ାଯାଇଛି। ମିଷ୍ଟର ଓଡ଼ିଆ ବ୍ଲଗର ନାମକ ଜଣେ ଯୁବକ ଏହି ଡ୍ରୋନ୍ ଉଡ଼ାଇଥିବା ଦେଖିବାକୁ ମିଳିଛି। ଯେତେବେଳେ ନିଷିଦ୍ଧାଞ୍ଚଳ ବୋଲି ଗଣମାଧ୍ୟମକୁ 4 ବର୍ଷ ହେବ ସ୍ପିଲୱେ ଅଞ୍ଚଳକୁ ବାରଣ କରାଯାଇଛି, ସେହି ସମୟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ାଇଛନ୍ତି ବ୍ଲଗର, ଯାହାକୁ ନେଇ ହୀରାକୁଦ ଡ୍ୟାମ୍ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ହୀରାକୁଦ ଜଳଭଣ୍ଡାର ସୁରକ୍ଷା ଏବେ ଆଇଏସ୍ଏଫ୍ ହାତରେ ରହିଛି। ଡ୍ୟାମ୍ କର୍ତ୍ତୃପକ୍ଷ ଏହି କଥାକୁ ଜାଣି ନ ଜାଣିଲା ପରି ହେଉଛନ୍ତି। ଯଦି ଗଣମାଧ୍ୟମ ଡ୍ୟାମ୍ ନିକଟକୁ ଯାଇପାରିବେ ନାହିଁ, ତାହେଲେ ଜଣେ ବ୍ଲଗର ଡ୍ୟାମ୍ ନିକଟକୁ ଯାଇ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ କିପରି ଛାଡ଼ିଲେ, ଏନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ସମ୍ବଲପୁର ଜିଲ୍ଲା ପ୍ରତିନିଧି ଅଙ୍କିତ ସାହୁଙ୍କ ରିପୋର୍ଟ, ମାତୃଭୂମି ଲାଇଭ୍ ଟିଭି।